ଆପଣମାନେ ଜାଣିଛନ୍ତି ଆନନ୍ଦ ସିଂହ କାନଗର ସିଂହ ଗୋଟି ଉଦ୍ଦେଶ୍ୟରେ ଆଜି କାର୍ଯ୍ୟକ୍ରମ ଯିଏକି ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ଖେଳକେ କେତେ ଭଲ ପାଉଛନ୍ତି। ମୋର ଗୋଟେ ଛୋଟିଆ ଘଟଣା କହିଦେଉଛି ଏ ବିଷୟରେ। ମୋର ମଉସା ଜଣେ ମୁରାରୀ ପ୍ରସାଦ ମିଶ୍ର ଯିଏକି ଝାରସୁଗୁଡ଼ାରୁ ବିଧାୟକ ଥିଲେ ଏବଂ ଆନନ୍ଦ ସିଂହଙ୍କର ଅଣ୍ଡରରେ ମିନିଷ୍ଟର ଥିଲେ। ବହୁତ ଥର କଥା ହେଲା ବେଳେ ସେ ସବୁବେଳେ କହୁଥିଲେ ଯେ ଆନନ୍ଦ ସିଂହ ଖେଳକୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କର କ୍ୱାର୍ଟରରେ ବି ସେ ବ୍ୟାଡମିଣ୍ଟନ କୋର୍ଟ ଏବଂ ଅନ୍ୟାନ୍ୟ ବାସ୍କେଟବଲ ଏଭଳିଆ ଖେଳ ସବୁବେଳେ ସେ ଖେଳୁଥିଲେ ଇଭିନିଂ ଟାଇମ୍ରେ। ତ ସେଟା ଗୋଟେ ଆଜି ସ୍ମୃତିରେ ମନେ ପଡ଼ିଗଲା ଯେ ଖେଳକୁ ଏମିତି ଜଣେ ଭଲ ପାଉଥିବାର ବ୍ୟକ୍ତିତ୍ୱ ନିଶ୍ଚିତ ଭାବରେ ସେ ସମୟରେ ଏବଂ ବର୍ତ୍ତମାନ ବି ତାଙ୍କ ନାଁରେ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଯେ କାର୍ଯ୍ୟକ୍ରମ ମାନେ ହେଉଛି ଏଇଟା ଆମ ଯୁବ ପ୍ରତିଭାମାନଙ୍କୁ ବହୁତଟେ ବାଟ ଦେଖାବ। ଆମେ ଆଶା କରିବା ଆଗାମୀ ଦିନରେ ବହୁତ ବଡ଼ ବଡ଼ ଖେଳାଳିମାନେ ବି ଅଛନ୍ ଯେମାନେ ଖେଳକୁ ଏତେ ପ୍ରୋତ୍ସାହିତ କରୁଛନ୍। ପରିବେଶ ବାବୁ ତ ଅଲ୍ ଇଣ୍ଡିଆ ରାଇଫଲ ଆସୋସିଏସନ୍ ବୋଧେ ଆପଣ ସଭାପତି ବି ଅଛନ୍। ଖେଳକୁ ଏତେ ଭଲ ପାଇକିରି ଏତେ ଗୁରୁତ୍ୱ ପ୍ରଦାନ କରୁଛନ୍। ଆମେ ନିଶ୍ଚିତ ଭାବରେ ଆଶା କରିବା ଭବିଷ୍ୟତରେ ବଲାଙ୍ଗୀର ମାଟିରୁ ଏଇଟା ଖେଳାଳି ବାହାରନ୍ ଯେମାନେ କ୍ରିକେଟ ହଉ ଫୁଟବଲ ହଉ ବିଭିନ୍ନ ଖେଳରେ ଆମକୁ ଗୌରବ ଆଣିକିରି ଦେଉନ୍ ଏ ଆଶା ରଖବା। ଏବଂ ପରିବେଶ ବାବୁ ଖାଲି ଖେଳରେ ରୁଚି ନାଇଁ ରଖବାର ଆଗାମୀ ଦିନରେ ଆପଣମାନେ ଜାଣିଛନ୍ ପରିବେଶ ବାବୁଙ୍କର ନେତୃତ୍ୱରେ ନିଶ୍ଚିତ ଭାବରେ ଆମେ ବି ଆଶା କରିଛୁ ସମସ୍ତେ ପଶ୍ଚିମ ଓଡ଼ିଶାର ସମସ୍ତେ ଆଶା କରୁଛନ୍ ପରିବେଶ ବାବୁଙ୍କର ନେତୃତ୍ୱରେ ଆଗାମୀ ଦିନରେ ସାମାଜିକ ସ୍ତରରେ ଖେଳ ସ୍ତରରେ ସ୍ପୋର୍ଟସ ସ୍ତରରେ ଇଭେନ୍ ରାଜନୈତିକ ସ୍ତରରେ ବି ପରିବେଶ ବାବୁ ଆହୁରି লিড করুন এই অঞ্চলকে। আজ যুবশ্রী এତିକି শুভକାମନା ଜଣାଉଛେ ଏବଂ ଏଭଳିଆ କାର୍ଯ୍ୟକ୍ରମ ଲାଗି ବଲାଙ୍ଗୀରର ସମସ୍ତଙ୍କୁ ଏବଂ ଏଇ ଖେଳ ସାଙ୍ଗେ ଯେମାନେ ସଂଯୁକ୍ତ କରୁଛନ୍ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇକି ମୋର ବକ୍ତବ୍ୟ ରଖୁଛି। ଧନ୍ୟବାଦ, ନମସ୍କାର। ପରିବେଶ ବାବୁ ଖାଲି ଖେଳରେ ରୁଚି ନାଇଁ ରଖବାର ଆଗାମୀ ଦିନରେ ଆପଣମାନେ ଜାଣିଛନ୍ ପରିବେଶ ବାବୁଙ୍କର ନେତୃତ୍ୱରେ ନିଶ୍ଚିତ ଭାବରେ ଆମେ ବି ଆଶା କରୁଛୁ ସମସ୍ତେ ପଶ୍ଚିମ ଓଡ଼ିଶାର ସମସ୍ତେ ଆଶା କରୁଛନ୍ ପରିବେଶ ବାବୁଙ୍କର ନେତୃତ୍ୱରେ ଆଗାମୀ ଦିନରେ ସାମାଜିକ ସ୍ତରରେ ଖେଳ ସ୍ତରରେ ସ୍ପୋର୍ଟସ ସ୍ତରରେ ଇଭେନ୍ ରାଜନୈତିକ ସ୍ତରରେ ବି ପରିବେଶ ବାବୁ ଆହୁରି লিড করুন এই অঞ্চলকে। ଆଜି ଦିବସରେ ଏତିକି শুଭକାମନା ତାଙ୍କୁ ଜଣାଉଛେ।